ଯଜ୍ଞ କରୁଥିଲା ମାରିଦେବ ବୋଲି ଚିନ୍ତା କର। ଏଇ ହନୁମାନ ମୋଳ ତ୍ୟାଗ କରି ଏଇ ହନୁମାନ ମୋଳ ତ୍ୟାଗ କରି ଅଗ୍ନିକୁ ନିଭାଇଦେଲା ହେ। ଆଉ ମତେ ଚିତ୍ରଙ୍କନ ଚିତ୍ରକଳା ଆଜି ହେଉଛି ଋଷି ବିଶ୍ୱାମିତ୍ରଙ୍କର ପିତୃ ତର୍ପଣ ଦେବାର ଶେଷ ଦିନ। ଯଦି ସୂର୍ଯ୍ୟାସ୍ତ ପୂର୍ବରୁ ଋଷି ବିଶ୍ୱାମିତ୍ର ପିତୃଙ୍କ ତର୍ପଣ ନ ଦିଅନ୍ତି ତେବେ ହେବେ ସତ୍ୟଭଗ୍ନ। ତେଣେ ସତ୍ୟସନ୍ଧ ରାମଚନ୍ଦ୍ର କରିଛନ୍ତି ସତ୍ୟ। ସୂର୍ଯ୍ୟାସ୍ତ ପୂର୍ବରୁ ଯଦି ତୁମ ରକ୍ତ ନ ଦିଅନ୍ତି ଋଷି ବିଶ୍ୱାମିତ୍ରେ ତେଣେ ହେବେ ସତ୍ୟଭଗ୍ନ। ଦୁଇ ଜଣ ଯାକ ଆଜି ନିଶ୍ଚୟ ହେବେ ସତ୍ୟଭଗ୍ନ। ଏଣେ ମରିଛନ୍ତି ଲକ୍ଷ୍ମଣ ନିଶ୍ଚୟ ମରିବେ ଶ୍ରୀରାମ ଆଉ ମରିବେ ଋଷି ବିଶ୍ୱାମିତ୍ର। ଯାଅ ଯାଅ ତୁମ୍ଭେ ଦୁହେଁ କିଛି ମୁହୂର୍ତ୍ତ ଆଉ ରହିଛି ସୂର୍ଯ୍ୟାସ୍ତ ହେବା ପାଇଁ। ମୋର ସେହି ଲାଙ୍ଗୁଡ଼ର କୋରଡ଼ ମଧ୍ୟରେ ରୁହ ନିଶ୍ଚିନ୍ତରେ। ଆଜି ହେଉଛି ଶେଷ ଦିନ। ଏଇ ଶେଷ ଦିନରେ ନିଷ୍ଠାପର ସହ ମୁହିଁ ମୋର କର୍ତ୍ତବ୍ୟ କରିବି ପାଳନ। ଯାଅ ପୁତ୍ର। ଆଶୀର୍ବାଦ କରୁଅଛି ବୁହି। ତୁମେ ଦୁହେଁ ଯାଇ ମୋର ସେହି ଲାଙ୍ଗୁଡ଼ର କୋରଡ଼ ମଧ୍ୟରେ ରୁହ ନିଶ୍ଚିନ୍ତରେ। ଯାଅ ଯାଅ ପୁତ୍ର। କଣ କରିବି ମୁଁ ଏବେ? हे प्रभु रघुनाथ मते क्षमा कर दियो प्रभु। मते क्षमा कर दियो। मु केते बड़ अपराध करि देली प्रभु। साडो प्रभु सौमित्री को मोरी हस्तरे मारी देली। कौन करिबी मु तो भगवतंक आदेश करुछि पालन। मु तो कर्तव्यर रास कर्तव्य करुछि पालन। हे प्रभु रघुनाथ मते क्षमा करि दियो। मते क्षमा करि दियो। तथापि तो वो कर्तव्य मु करिबी पालन। माताଙ୍କ ନିକଟରେ ସତ୍ୟ କରିଅଛି ଚିତ୍ରଙ୍ଗଦା ଚିତ୍ରକଳା ପ୍ରାଣ କରିବି ମୋର ରକ୍ଷା। ତାହା ହିଁ ତ କରୁଅଛି ବୋଲି ପ୍ରଭୁ। କାରଣ ତୁମେ ତ ମୋତେ କହିଛ ପ୍ରଭୁ ମୋ ପାଇଁ ମୋ ବାପା ହେଉଛନ୍ତି ବଡ଼। ତୁମରି ଆଦେଶ କରୁଛି ପାଳନ କରୁଛି ପାଳନ। ଏବେ କ'ଣ କରିବି? ଆଜି ତ ହେଉଛି ଶେଷ ଦିନ। ଆଉ କିଛି ମୁହୂର୍ତ୍ତ ରହିଛି ସୂର୍ଯ୍ୟାସ୍ତ ହେବା ପାଇଁ। କର୍ତ୍ତବ୍ୟରେ ଅବହେଳା କରିବି ନାହିଁ ପ୍ରଭୁ। ମୋତେ ଆଶୀର୍ବାଦ କର ପ୍ରଭୁ। ମୋ କର୍ତ୍ତବ୍ୟରେ ମୁଁ ଯେପରି ହୋଇବି ସଫଳ। ହେ ପ୍ରଭୁ ତୁମରି ନାମ ଗାନ କରି କରି ଏ ପ୍ରାଣ ମୋର ଚାଲି ଯାଉ। ତୁମରି ହସ୍ତରେ ମୋ ପ୍ରାଣ ଚାଲି ଯାଉ ପ୍ରଭୁ।
चली जाओ जेते हेले ना तबे तो बड़ प्रभु ना तुमरी नाम गान करिबी आउ किछि मुहूर्त तापरे देखिबी मो भाग्ୟରେ ଅଛି କଣ प्रभु राजी तो हे प्रभु रघुनाथ जय श्री राम जय श्री राम जय श्री राम मारुति किसे मारुति पूर्णिमती निर्जन स्थान रे के मारुति बोली डाकुछ के मु आसीछि रे मारुति मु आसीछि प्रभु मारुति प्रभु रघुनाथ मारुति आपण आपण आसीछंती हाँ रे मारुति प्रभु ए अधम मानर प्रणाम मारुति हुआ तू विजयी तो निकट को आसीछि किछि भिक्षा पाई देइते पारिबु कौन कहले प्रभु आपण आपण पुड़ी आसीछंती अधम बानर निकटे भिक्षा पाई हाँ रे मारुति कौन अछि मो निकटरे प्रभु मारुति ए खणिक पर्वतरी कौन अच्छी जे मो तुमको भिक्षा स्वरूप रे देवी प्रभु मारुति नहीं नहीं प्रभु मो निकटरे किछि नहीं भिक्षा देला भली तुम भरी निकट फेरी जाओ प्रभु ए खणिक पर्वत मारुति तुमको हाथ जोड़ुछि प्रभु ए खणिक पर्वत आपण फेरी जाओ चित्रांगदा को देइछु शरण आउ लक्ष्मण को करिछु निधन भक्त होई प्रभु को जे देलु प्राण दंड कौन करिबी प्रभु मु तो दास मु तो आदेश करूछि बाळन देइथिली कि आदेश तते चित्रांगदा रक्षा करिबाकू कौन कहिले प्रभु मने मुखस्तु मने मुखस्तु सदीनर कथा किते आशा नहीं तू मोरी निकटे मो जाइथिले धाई प्रभु मारुति तुमको जाई पचारि थिले प्रभु ये त्रिभुवन मध्यरे मो माता बड़ ना मो प्रभु बड़ मारुति आपण तो कही ना प्रभु मो पई मो माता होती बड़ सेटा कौन तुम आदेश नुह कि प्रभु मारुति सही माता बड़ बोली आज मुही मो माता को आदेश करुछि बाळन तू तो जानिछु आज शेष हेबा गुरु विश्वामित्रंकर अटल प्रतिज्ञा हेले मु कौन करि परिबी प्रभु जड़ी ऋषि विश्वामित्रंकर आज हेउछि शेष दिन मारुति हेले मु कौन करि परिबी प्रभु मु किछि करि परिबी नहीं मारुति मु आपण को नेहुरा हेउछि प्रभु अपने घड़ी का पर्वत पहरे अरे मुझे तोर प्रभु तू मोर दासानुदास तू पुणी नहीं प्रभु आपण मोर प्रभु नुह कि आउ मु आपण भक्त नुह जदि आपण मो प्रभु होई थाते सेदिन कोन मो पाई मो माता बड़ बोली कही थाते ना मो पाई मो प्रभु हेउछंती
ସେହି ଅଯୋଧ୍ୟା ନଗରର ରତ୍ନ ସିଂହାସନରେ ବିଜେ ପ୍ରଭୁ ଶ୍ରୀରାମଚନ୍ଦ୍ର ଆପଣ ହେଉଛନ୍ତି ଜଣେ ମାନବ ଶ୍ରୀରାମ। ମାରୁତି ଫେରି ଯାଆନ୍ତୁ ପ୍ରଭୁ, ତୁମ ନିକଟରେ ନେହୁରା ହେଉଛି। ଏ ମାରୁତିର ଅନୁରୋଧ ରକ୍ଷା କରନ୍ତୁ ପ୍ରଭୁ, ଏ କଳିକ ପର୍ବକୁ ଫେରି ଯାଆନ୍ତୁ। ମାରୁତି ଚିତ୍ରାଙ୍ଗଦା ଦିଅ ମର କରେ, ତାର ରକ୍ତ ହେବା ଗୁରୁ ବିଶ୍ୱାମିତ୍ରଙ୍କର ପିତୃତା ଦର୍ପଣ। ନଚେତ୍ ଦେଖୁଛୁ ମୋ ହସ୍ତରେ ପ୍ରଚଣ୍ଡ କୋଦଣ୍ଡ। କଣ କହିଲ ପ୍ରଭୁ? ଆପଣଙ୍କ ହସ୍ତରେ ପ୍ରଚଣ୍ଡ କୋଦଣ୍ଡ? ହେଲେ ପ୍ରଭୁ ଦେଖୁଛ ତ, ମୋ ହସ୍ତରେ ମଧ୍ୟ ବିଶାଳକାୟ ଗଦା। ଏଇ ଗଦାରେ ମୁଁ ନେଇଛି ସୌମିତ୍ରୀଙ୍କ ପ୍ରାଣ, ନେଇପାରେ ମଧ୍ୟ ତୁମ ପ୍ରାଣ। ସେଥିପାଇଁ ତୁମରି ନିକଟେ ନେହୁରା ହେଉଛି ପ୍ରଭୁ। ଏତେ ଗର୍ଭତର, ଏତେ ଅହଙ୍କାର କାହିଁ ପ୍ରଭୁ? ଏ ମାରୁତିର ଗର୍ବ ଅହଙ୍କାର ବୋଲି କିଛି ନାହିଁ। ସେ ହେଉଛି ଜଣେ ଦାସ, ସେ ତା ଆଦେଶ କରୁଛି ପାଳନ, ମାରୁତି କର୍ତ୍ତବ୍ୟ କରୁଛି ପାଳନ। ଚିତ୍ରଙ୍ଗଦା ଚିତ୍ରକଳା ତୁମ ହସ୍ତରେ ନଦେବି ଫେରାଇ ପ୍ରଭୁ, ଆପଣଙ୍କୁ ବାରମ୍ବାର ନେହୁରା ହେଉଛି। ଏ କଳିକ ପର୍ବତ ଫେରି ଯାଅ। ମାରୁତି ଏତେ ଗର୍ଭତର, ଏତେ ଅହଙ୍କାର, ଆରେ ମ୍ଲେଚ୍ଛ ବାନର ତ ନାହିଁ କି ତ ଧୋକା। ଆରେ ମ୍ଲେଚ୍ଛ ବାନର ତ ନାହିଁ କି ତ ଧୋକା। সভে বর্বর জাতি এড়িকি নীলঠা বন পশু তুই রে, বন পশু তুই রে, ମୋ ଶକ୍ତିକୁ ତୁଇ ଜାଣି ନାଉ। କଣ କହିଲ? ତୁମ ଶକ୍ତିକୁ ମୁଁ ଜାଣି ନାହିଁ? ଇଏ ଭଲ ଭାବେ ଜାଣିଛି ହେ ତୁମ ଚୋର ବୁଦ୍ଧି। ଭଲ ଭାବେ ଜାଣିଛି ହେ ତୁମ ଚୋର ବୁଦ୍ଧି। ପାତୁଳ ମାରି ମାରିଲ ଲୁଚି ସର ବିନ୍ଧି ତୁମ ପରି ମୁନୁ ହେ, ତୁମ ପରି ମୁନୁ ହେ, କେଉଁଠାରେ ଲୁଚି ମାରି ନାହିଁ ହେ। ଓ ପ୍ରଭୁ, ପ୍ରଭୁ ରଘୁନାଥ, ତୁମ ଶକ୍ତି ମୁଁ ଜାଣିଛି। ମାରୁତି ପଡ଼େ ପକାଅ ପ୍ରଭୁ ମୋ ମାତୁଳ ବାଳି ବାଳି। ଆପଣଙ୍କର କି ଦୋଷ କରିଥିଲା ସେ? ଆପଣ ତାକୁ ଲୁଚି କରି ସର ମାରିଦେଲେ। ଚୁପ୍ କରେ ମୂର୍ଖ ବାନର। ଏଇଟା କଣ ଆପଣଙ୍କର ବୀରପଣ? ତଥାପି ମୁଁ ନେହୁରା ହୋଇ କହୁଛି ପ୍ରଭୁ, ଫେରି ଯାଅ ଏହି ଖଡ଼ିକ ପର୍ବତେ। ଚିତ୍ରକଳା ଚିତ୍ରଙ୍ଗଦା ନଦେବି ଫେରାଇ। ମାରୁତି କାରଣ ମୁଁ ମୋ ମାତାଙ୍କ ଆଦେଶ ଏଠି କରୁଛି ପାଳନ। ଜାଣି ନାଉ ଏ ରାମର ଶକ୍ତି କେତେ, ଏ ରାମର ବଳ କେତେ।
ରାମ ବଳ ତୋତେ କିରେ ନାହିଁ ମୂର୍ଖ ଜଣା ରାମ ବଳ ତୋତେ କିରେ ନାହିଁ ମୂର୍ଖ ଜଣା ତୋର ସଙ୍ଗେ ଯୁଝିବୁ ତୁ ହୋଇ ବାଟ ବଣା ସାମାନ୍ୟ ତୁ ମୋର କଟ ସାମାନ୍ୟ ତୁ ମୋର କଟ ମୋ ଆଗେ ଦେଖା ନା ତୁ ହି कौन कहिले प्रभु बल ओ जानी प्रभु तुम बल परा सबू जानी यही मारुति ये जानी बल मु कसी श्री रामचंद्र हे जानी बल मु कसी श्री रामचंद्र हे आगे केते वीर बड़ रुचि मारी लबाड़ी आगे केते वीर देखाउछ मोर आगे केते वीर देखाउछ हनु सब जारी छई हे एरे सब भगत एरे काटा एरे हट ताको फास बंधन रे पड़ी तुई भाई छड़ थिल ताको फास बंधन रे पड़ी तुई भाई छड़ थिल रड़ी गरुड़ आछला बंधनु फिटिला बंची गल दुई भाई हे आउ मने भाई मने रे इंद्रजित यज्ञ करुथिला मारी देव बोली चिंता प्रभु को मने नहीं कि रावण रावण रावणर ज्येष्ठ पुत्र इंद्रजित यज्ञ करुथिला मारी देव बोली चिंता हनुमान मोड़ त्याग करी हनुमान मोड़ त्याग करी अग्नि कुली भाई प्रभु टिके बड़े पकाइल मो निकटरे को खाली बड़ 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 बोली कहूछ लुचि करी मो बाली की तो मारिलो जहा जहा कल आउ टिके बने पकाओ जेते बेले नाग फास बंदर रे तब दुई भाई जाक पड़ी खाली रडी छाड़ोतला से दिन तब बल थिला केउठी गरुड़ आसीबारु तुम दुई भाई जाक बंची गल आउ गोटे कथा कहूछि टिके मने पकाई देउछि रावण रावण रावणर पुत्र इंद्रजित यज्ञ करुथिला तू बधु ई भाई को मारी देव बोली से दिन कण तम बल नथिला ए असभ्य मर्कट ए असभ्य मर्कट ए मल मूत्र त्याग करी
ତା ଯଜ୍ଞକୁଠକୁ ଲିଭାଇ ଦେଲା। ଆଜ୍ଞା ବଞ୍ଚିଗଲେ ଆପଣ, ଗଲେ ସେହି ଦିନ ଯାଇଥାନ୍ତା ତୁମ ପ୍ରାଣ। ମୋ ନିକଟରେ କଣ ବଳ କଥା କହୁଛ? ଏ ରେ ଅସଭ୍ୟ ମର୍କଟ, ହେ ପ୍ରଭୁ, ତଥାପି ତୁମକୁ ନେହୁରା ହୋଇ କହୁଛି ପ୍ରଭୁ, ଫେରି ଯାଅ ଏ ଖଡ଼ିକ ପର୍ବତୁ। ଚିତ୍ରକଳା ଚିତ୍ରଙ୍ଗଦା ତୁମରି ହସ୍ତରେ ନ ଦେବେ ଫେରାଇ। ମାରୁତି, ଏତେ ଅହଙ୍କାର ଜଙ୍ଗଲି ପଶୁର, ଜୟ ପ୍ରଭୁ, ଏତେ ଗର୍ବ ତୋର। ଜୟ ପ୍ରଭୁ। আরে রে বানর, মনে তুই হেজ, আজি থরে দেখ মোর তেজ, আজি থরে দেখ মোর তেজ। আরে রে বানর, মনে তুই হেজ, আজি থরে দেখ মোর তেজ, আজি থরে দেখ মোর তেজ। পরশুরাম দর্প দলন করিছি, পরশুরাম দর্প দলন করিছি, মো আগে ন দেখা তু দই য, মো আগে ন দেখা তু দই য। বড় কথাটা বড় কথাটা করি দেইছন্তি তো, এ কথাটা মোহরি আগরে কহিদেলে। মারুতি, হেলে প্রভু, কিন্তু তুম ভଳି মু নୁହ, তুম ভଳି মু কেউঠারে କିଛି ଅଡାଇୟ କରି ନାହିଁ ପ୍ରଭୁ। ହୋଇପାରେ ଅସଭ୍ୟବୁ ତୁଚ୍ଛ ମେଛ ଜାତି, ହୋଇପାରେ ଅସଭ୍ୟବୁ ତୁଚ୍ଛ ମେଛ ଜାତି। କିନ୍ତୁ ତୁମ ଭଳି କୁହି କରିନି ଅନୀତି, ତାରା ସୁଗ୍ରୀ ଗୁଦେ ତାରା ସୁଗ୍ରୀ ଗୁଦେ ତା ପୁତ୍ରକୁ ଦୂତ ପଡ଼େ ରଥ ଦେଇ। ଟିକେ ମନେ ପକାଇଲ ପ୍ରଭୁ, ମୋ ବାକୁଳ ମା, ମୋ ମାତୁଳ ବାଳିକୁ ତ ମାରିଲ ଲୁଚି କରି, ପୁଣି ତାରାକୁ ନେଇ ସୁଗ୍ରୀଙ୍କ ପାଶରେ ଦେଲ, ପୁଣି ତାଙ୍କ ପୁତ୍ର ଅଙ୍ଗଦକୁ ଦୂତ ପଣି ନେଇକିରି ରଖିଲ ତୁମେ। চুপ করে মূর্খ বানর। ଏଇଟା କଣ ନୀତିବାନ କଥା? মারুতি, ଏଇଟା କଣ ନ୍ୟାୟଯୁକ୍ତ କଥା? ତଥାପି ପ୍ରଭୁ, ତୁମକୁ ନେହୁରା ହେଉଛି। ଏ ଘଡ଼ିକ ପର୍ବତୁ ଫେରି ଯାଅ ପ୍ରଭୁ। ଚିତ୍ରଙ୍ଗଦା ଚିତ୍ରକଳା ମୁଁ ନ ଦେବି ଫେରାଇ। মারুতি, କାରଣ ମୁଁ ମୋ ମାତାଙ୍କ ଆଦେଶ ଏଠି କରୁଛି ପାଳନ। এ রে অসভ্য মর্কট, এতে গর্ব তোর, এতে অহংকার জঙ্গলি পশুর। দেখুছু দেখুছু মো হস্তরে এ ব্রহ্মাসর, এই ব্রহ্মবাণ পেশি নেবি তোর প্রাণ। କଣ କହିଲେ ପ୍ରଭୁ? ବ୍ରହ୍ମବାଣ ନେଇ ବ୍ରହ୍ମବାଣ ପେଶି ନେବି ମୋର ପ୍ରାଣ। ତଥାପି ମୋର ନାହିଁ ଟିକେ ହେଲେ ଭୟ ପ୍ରଭୁ। ମାର ମାର ବ୍ରହ୍ମସ୍ୱର, ନେଇଯାଅ ମୋର ପ୍ରାଣ, ସେଥିପାଇଁ ଅଛି ମୁଁ ପ୍ରସ୍ତୁତ। মারুতি, ହେଲେ ପ୍ରଭୁ, ଚିତ୍ରଙ୍ଗଦା ଚିତ୍ରକଳା ନ ଦେବି ଫେରାଇ ତୁମରି ହସ୍ତରେ। ତୁମ ହସ୍ତରେ ମୋ ପ୍ରାଣ ଚାଲି ଯାଉ, କେବେ ଭୟ ନାହିଁ ମୋର।
କିନ୍ତୁ ପ୍ରଭୁ ଆଉ ଦୁଇ ପଦ କଥା କହୁଛି ତୁମ୍ଭକୁ ବଡ଼େ ପକାଇ ଦେଉଛି ତୁମ୍ଭକୁ ଏ ମାରୁତି କାରଣ ବ୍ରହ୍ମସ୍ୱର ମାରି ଯଦି ନେଇଯିବେ ମୋର ପ୍ରାଣ ସେ କଥାଟା ଆପଣ ଜାଣିପାରିବେ ନା ନାହିଁ ମାରୁତି ତଥାପି ତୁମକୁ ଜଣାଇ ଦେଉଛି ପ୍ରଭୁ ଆଉ ଦୁଇ ପଦ କଥା ଜଣାଇ ଦେଉଛି ତାପରେ ବ୍ରହ୍ମସ୍ୱର ମାରି ନେବେ ମୋର ପ୍ରାଣ ଆହେ ଚର ରାମ ତୁମ ପରାକ୍ରମ ଏ ସବୁ ପରା ଜାଣିଅଛି ମୁହିଁ ସବୁ ପରା ଜାଣିଅଛି ସବୁ ପରା ଜାଣିଅଛି ମୁହିଁ ସବୁ ପରା ଜାଣିଅଛି ପାତାଳପୁରରେ ବହିରାବଣ ଯେ ଗୁପ୍ତେ ରଖିଥିଲା ତତେ ନେଇ ଗୁପ୍ତେ ରଖିଥିଲା ତତେ ନେଇ ପାଶେ ବଳି ନେବା ପାଇଁ ଟାଣି ନେଇଥିଲା ତାକୁ ଦଲି ହାଣି ନେଇଥିଲା ତାକୁ ତୁମ ଦୁଇ ଭାଇ ଗନ୍ଧରେ ବସାଇ ବିପଦରୁ ଆଣିଥିଲି ଟାଣି ବିପଦରୁ ଆଣିଥିଲି ଟାଣି ଆଉ କଣ ମନେ ଅଛି ରାବଣର ଶକ୍ତି ଖାତେ ପଡ଼ିଥିଲା ଲକ୍ଷ୍ମଣ ପରା ତ ସାନ ଭାଇ ଲକ୍ଷ୍ମଣ ପରା ତ ସାନ ଭାଇ রাতি যাই গন্ধ মারদন মস্তকরে আনিଥିଲି বহি মস্তকরে আনিଥିଲି আজি ସେହି ହତୁ ଅସଭ୍ୟ ବାନର ଆଜୀବନ ପଶୁ ଅଛି ହୋଇ ଆଜୀବନ ପଶୁ ଅଛି ହୋଇ কণ্ঠ বক্ষ কুমার বিন্ধ ব্রহ্মস্বর অছি মুহি বিন্ধ ব্রহ্মস্বর অছি মুহি ও প্রভু বড়ে বকাও প্রভু মারুতি মহিরাবণ ତୁମ ଦୁଇ ଭାଇଙ୍କୁ ପାତାଳପୁରକୁ ଚୋରି କରି ନେଇ ଯାଇଥିଲା ସେଦିନ ତ ତମ ବଳ ନଥିଲା ମାରୁତି ଏଇ ମାରୁତି ପାତାଳପୁରକୁ ଯାଇ ମହିରାବଣକୁ ବଦ୍ଧ କରି ତୁମ ଦୁଇ ଭାଇଙ୍କୁ କନ୍ଧରେ ବସାଇ ସୁବଳ ପର୍ବତ ପରେ ପହଞ୍ଚିଥିଲା ଚୁପ୍ କର ସଭ୍ୟ ମର୍କଟ ସେଦିନ କଥା କଣ ଆଉ ମନେ ନାହିଁ ମାରୁତି ଆଉ ଗୋଟେ କଥା କହୁଛି ତୁମ ଭାଇ ସୌମିତ୍ରୀଙ୍କୁ ରାବଣ ଶକ୍ତିଘାତ କରିଥିଲା ମନେ ଅଛିଟି ମାରୁତି ତୁମେ ପରା ଖାଲି ପାଖରେ ବସି ଭୋ ଭୋ ହୋଇ କାନ୍ଦୁଥଲ ରେ ପ୍ରଭୁ ତ୍ରୋହୀ ମର୍କଟ ସେଦିନ କଣ ଆଉ ବଳ ପାଇଲାନି ଚୁପ୍ କର ମୂର୍ଖ ବାନର ଏଇ ମୂର୍ଖ ବାନର
ରାତାରାତି ଯାଇ ଗନ୍ଧ ମାର୍ଦନ ଆଣି ଦେବାରୁ ତୁମ ଭାଇର ପ୍ରାଣ ବଞ୍ଚିଗଲା। ଆଜି ପୁଣି ସେ ମାରୁତି ଅସଭ୍ୟ ତୁଚ୍ଛ ମେଛ ହୋଇପାରେ। ମାରୁତି ଯାହା କହିବା କଥା କୁହ ପ୍ରଭୁ। ମାରୁତି ହେଲେ ମୁଁ ଚିତ୍ରକଳା ଚିତ୍ରଙ୍ଗଦା ତୁମ ହସ୍ତରେ ନଦେବି ଫେରାଇ। ଏ ହେଉଛି ମୋ ମାତାଙ୍କ ଆଦେଶ। ମାରୁତି ମୋ ମାତାଙ୍କ ଆଦେଶ ମୁଁ କରୁଛି ପାଳନ। ମାର ମାର ଏବେ ମୋତେ ବ୍ରହ୍ମସ୍ୱର ନେଇଯାଅ ମୋର ପ୍ରାଣ। ତାପରେ ଚିତ୍ରକଳା ଚିତ୍ରଙ୍ଗଦା ଦୁହିଁଙ୍କୁ ନେଇ ଯାଇପାରିବେ ଆପଣ। ମାରୁତି ହଁ ଆଉ କାହିଁକି ଡେରି କରୁଛ? ମାର ଏବେ ବ୍ରହ୍ମସ୍ୱର ମୋତେ, ସେଥିପାଇଁ ଅଛି ମୁଁ ପ୍ରସ୍ତୁତ। ମାରୁତି ଆଉ କାଇଁ ଡେରି କରୁଛ ପ୍ରଭୁ? ଛତିପାତି ରହିଅଛି ମୁହିଁ। ଏବେ ମାର ବ୍ରହ୍ମସ୍ୱର ଏଇ ମାରୁତି ବକ୍ଷକୁ। ଜୟ ଶ୍ରୀରାମ। ପ୍ରଭୁ କଣ ହେଲା? ବ୍ରହ୍ମସ୍ୱର ପରା ମତେ ମାରୁଥିଲେ। କାଇଁ କିଛି ତମର ହେଲା ନାହିଁ? ଦେଖ ଦେଖ ମୋ ବକ୍ଷକୁ ଦେଖ, ମୋର କିଛି ହେଲା ନାହିଁ। ଆଉ କେଉଁ ସ୍ୱର ରଖିଛ କି ପ୍ରଭୁ? ହସ ଲାଗେ ଶୁଣି ତୁମ ମୂଲ୍ୟହୀନ ବାଣୀ। ହସ ଲାଗେ ଶୁଣି ତୁମ ମୂଲ୍ୟହୀନ ବାଣୀ। କେଉଁ ବ୍ରହ୍ମସ୍ୱର ମତେ ପିନ୍ଧୁଥିଲ ଆଣି ତାର ମୂଲ୍ୟହୀନ ହେ, ତାର ମୂଲ୍ୟହୀନ ହେ, ଫେରିଗଲା ତୁମରି ତୃଣୀୟ ହେ। ଦେଖ ଦେଖ ପ୍ରଭୁ, ଯୋଉ ବ୍ରହ୍ମସ୍ୱର ମତେ ମାରୁନଥିଲ, ସିଏ ବରଂ ଯାଇ ତୁମ ତୃଣୀର ମଧ୍ୟରେ ପ୍ରବେଶ କରିଛି। ମୋର କିଛି ହେଲା ନାହିଁ ପ୍ରଭୁ। ଦେଖ ଗାଈ ଯଦି ଆଉ କିଛି ସ୍ୱର ଅଛି, ଏବେ ପ୍ରୟୋଗ କରେ ମାରୁତି ବକ୍ଷକୁ। ଏ କି ଆଶ୍ଚର୍ଯ୍ୟ!
ହନୁର ବକ୍ଷରେ ରୁଧିର ବଏ ଧାର ଧାର ହୋଇ ହନୁମାନ ହସୁଛି ଟଟ ହୋଇ। କୁହ ବ୍ରହ୍ମସର ହନୁମାନଙ୍କୁ ହତ୍ୟା ନ କରି ଫେରି ଆସିଲୁ କାହିଁକି? କୁହ ବ୍ରହ୍ମସର କୁହ। ହନୁମାନ ବକ୍ଷରେ ଦେଖେ ରାମ ସୀତାଙ୍କର ଅପୂର୍ବ ମୂର୍ତ୍ତି ପ୍ରଭୁ, ତେଣୁକରି ନିଜ ନିଜକୁ କିପରି ମାରିଥାନ୍ତି ପ୍ରଭୁ, ତେଣୁକରି ବାହୁଡ଼ି ଆସିଛି ଆପଣଙ୍କ ପାଖକୁ। ମୋର ଦୋଷ ମାର୍ଜନା କରିବେ ପ୍ରଭୁ, ହଁ ହଁ ମୋର ଦୋଷ ମାର୍ଜନା କରିବେ। ସୂର୍ଯ୍ୟ ଅସ୍ତ ହେବାକୁ ଆହୁରି କିଛି ସମୟ ବାକି ଅଛି। ନା ନା, ହନୁମାନଙ୍କୁ ପରାଜୟ କରିବାକୁ ହେଲେ କିଛି ଗୋଟାଏ ମାୟା ଆଚରଣ କରିବାକୁ ହେବ। ହେ ସୂର୍ଯ୍ୟଦେବ, ଦୟାକରି ଆପଣ ଅସ୍ତ ହୋଇଯାଆନ୍ତୁ। ମାଡ଼ି ଆସୁ ରାତି, ହୋଇଯାଉ ଅନ୍ଧକାର। ପ୍ରଭୁ, ଏ ପ୍ରଭୁ